ଶ୍ରାବଣ ମାସରେ କ'ଣ କଲେ ମହାଦେବ ତୁମ ଡାକ ଶୁଣିବେ ଆଉ ଯାହା ମାଗିବ ତା ପାଇବ। ଏହି 7 ସୋମବାର ନିହାତି ଭାବେ କରନ୍ତୁ, ଦେଖିବେ ପ୍ରତ୍ୟେକ ଇଚ୍ଛା ପୂରଣ ହେବ। ମହାଦେବ ଯାହା ତୁମ ମନରେ ଥିବେ ସବୁକୁ ପୂରଣ କରିବେ। ଦର୍ଶକ ବନ୍ଧୁ, ଶ୍ରାବଣ ମାସ ଏକ ପବିତ୍ର ମାସ। ଏହି ପବିତ୍ର ମାସରେ ଯଦି ମହାଦେବ ମନ୍ଦିରକୁ ଆପଣ ଯାଉଛନ୍ତି ତାହେଲେ ଏହି ଉପାୟ ନିଶ୍ଚିତ କରନ୍ତୁ। ଦେଖିବେ ଆପଣଙ୍କ ଜୀବନ, ଆପଣଙ୍କ ଭାଗ୍ୟ ବହୁତ ଜଲ୍ଦି ଖୋଲିଯିବ। ଏହି ସୋମବାର ଅଗଷ୍ଟ 3 ତାରିଖରୁ ଶ୍ରାବଣ ମାସ ସୋମବାର ହେବାକୁ ଯାଉଛି। 7 ସୋମବାର ନିହାତି କରନ୍ତୁ, ଦେଖିବେ ଆପଣ ନିଶ୍ଚିତ ଭାବେ ବିଜୟ ଲାଭ କରିବେ। ଯେଉଁ ଜାଗାକୁ ଯିବେ, ଉପାୟ କ'ଣ, କି ଉପାୟ? ଦର୍ଶକ ବନ୍ଧୁ, ଯଦି ଆପଣ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ଯଥାଶୀଘ୍ର ଆପଣଙ୍କ ପାଖରେ ନୂଆ ନୂଆ ଭିଡ଼ିଓ ପହଞ୍ଚିଯିବ। ତ ଦର୍ଶକ ବନ୍ଧୁ, କ'ଣ ସେ ଉପାୟ 7 ସୋମବାର କରିବେ? ପ୍ରଥମ, ଯେତେବେଳେ ଆପଣ ଶିବ ମନ୍ଦିର ଯାଉଛନ୍ତି ସୋମବାର ଦିନ, ଫୁଲ, ଧୂପ, ଦୀପ ସମସ୍ତେ ଭୋଗ ସମସ୍ତେ ନେଇକି ଯାଉଥିବେ। କିନ୍ତୁ ଶ୍ରାବଣ ମାସରେ କେଉଁ ଫୁଲ କେଉଁଥିରେ ନେବେ, କେମିତି ଅର୍ପଣ କରିବେ, ସେ ବିଷୟରେ ମୁଁ ଡିଟେଲ୍ସ এই ଭିଡ଼ିଓ ମାଧ୍ୟମରେ କହିବି। ଯଦି ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଏମିତି ହିଁ କରିବେ, ଦେଖିବେ ଆପଣଙ୍କର ଭାଗ୍ୟର ତାଲା ଆସ୍ତେ ଆସ୍ତେ ଜଲ୍ଦି ଖୋଲିଯିବ। ଉପାୟଟି କ'ଣ? ଧଳା ଅରଖ ଫୁଲ, ସ୍ୱେଚ୍ଛା ଅରଖ ଫୁଲ, ଧଳା ଅରଖ ଫୁଲ ଟିକେ ନେବେ। ପିତ୍ତଳ ଢାଳରେ ଜଳ ନେବେ। ସେଇ ଜଳକୁ, ଅରଖ ଫୁଲକୁ ଆଉ କିଛି ବେଲପତ୍ର, ତ୍ରିଶାଖା ବେଲପତ୍ର ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କୁ ଅର୍ପଣ କରନ୍ତୁ। ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ 108 ବାର ଜପ କରନ୍ତୁ। ଗୋଟାଏ ଧ୍ୟାନରେ ଜପ କରିବେ। ଦେଖିବେ ଆପଣଙ୍କର ଭାଗ୍ୟ କେମିତି ଖୋଲିବ। ମହାଦେବ ଆପଣଙ୍କ ଡାକ ନିଶ୍ଚିତ ଶୁଣିବେ। ଏହି ଉପାୟ କରନ୍ତୁ, ଦେଖିବେ ବହୁତ ଜଲ୍ଦି ଆପଣଙ୍କର ଭାଗ୍ୟ ଖୋଲିବ। ଆପଣ ସବୁ ଜାଗାରେ ବିଜୟ ଲାଭ କରିବେ। ମହାଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଏହି ଉପାୟ ନିଶ୍ଚିତ କରନ୍ତୁ, ମଙ୍ଗଳ ହେବ। ଭିଡ଼ିଓଟି ଭଲ ଲାଗିଲେ ନିହାତି ଭାବେ ସବସ୍କ୍ରାଇବ୍ କରିଦେବେ। ରହିଲୁ, ଜୟ ଶିବ ଶମ୍ଭୁ।